ଶ୍ରାବଣର ଦ୍ୱିତୀୟ ସୋମବାରରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼। ଚାଲିଛି ଶ୍ରାବଣ ମାସ। ବର୍ଷକ 12 ମାସ ମଧ୍ୟରେ ଶ୍ରାବଣ ମାସଟି ଅତି ପବିତ୍ର ଓ ଶୁଭଙ୍କର ମାସ ବୋଲି ସମସ୍ତେ ଜାଣିଛନ୍ତି। ଏହି ଶ୍ରାବଣ ମାସର ସୋମବାର ଦିନ ଶିବଙ୍କ ମଥାରେ ଜଳ ଢାଳିଲେ ଶିବ ସନ୍ତୁଷ୍ଟ ହୋଇ ବର ଦେଇଥାନ୍ତି। ତେଣୁ ଶିବ ଭକ୍ତମାନେ କାଉଡ଼ିଆ ବେଶ ଧରି ବୋଲବମ୍ ସାଜି ଶିବଙ୍କ ମଥାରେ ପାଣି ଢାଳିବା ପାଇଁ ସକାଳୁ ସକାଳୁ ଜଳଭାର ବହି ଶିବ ମନ୍ଦିରକୁ ଯାଇଥାନ୍ତି। ଆଜି ସକାଳୁ ସକାଳୁ ପାଟଣା ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ କାଉଡ଼ିଆମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ଗୁପ୍ତଗଙ୍ଗା ନାମରେ ସୃଷ୍ଟି ହୋଇଥିବା କେନ୍ଦୁଝରର ବୈତରଣୀ ନଦୀର ଜଳ ଅତି ପବିତ୍ର ହୋଇଥିବାରୁ ବୈତରଣୀ ନଦୀଘାଟରୁ ପାଣି ନେଇ ଶିବଙ୍କ ମଥାରେ ଜଳ ଢାଳିବା ପାଇଁ କାଉଡ଼ିଆମାନେ ଧାଡ଼ି ବାନ୍ଧି ରହିଥିଲେ। ଅନେକ ସ୍ଥାନରୁ କାଉଡ଼ିଆମାନେ ଆସି ପାଟଣା ପରମେଶ୍ୱର ଶିବ ମନ୍ଦିରରେ ଗହଳି ଲାଗିଥିବା ଯୋଗୁଁ ଆଜି ଚଳଚଞ୍ଚଳ ହୋଇଉଠୁଥିଲା ପାଟଣା ପରମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ବିଶ୍ୱାସ, ଭକ୍ତି ଓ ଭରସା ଏହି ଶ୍ରାବଣ ମାସରେ ପ୍ରଭୁ ଶିବ ପୂରଣ କରିଥାନ୍ତି। ନିଷ୍ଠା ଓ ବିଶ୍ୱାସରେ ଅନୁପ୍ରାଣିତ ହୋଇ ଯଦି ପ୍ରଭୁ ଶିବଙ୍କୁ ପୂଜା କରାଯାଏ ଏବଂ ଶ୍ରାବଣ ମାସର ସୋମବାରରେ ଶିବଙ୍କ ମଥାରେ ପାଣି ଢଳାଯାଏ, ତାହେଲେ ପ୍ରଭୁ ଶିବ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଶ୍ରାବଣ ମାସରେ କାଉଡ଼ିଆ ରୂପ ଧରି ବୋଲବମ୍ ସାଜି ଶିବଙ୍କ ମଥାରେ ପାଣି ଢାଳିବା ପାଇଁ ବର୍ଷା ଝଡ଼କୁ ଖାତିର ନ କରି ଭକ୍ତ ଶିବ ମନ୍ଦିରକୁ ଛୁଟି ଯାଇଥାନ୍ତି। ପବିତ୍ର ପୁଣ୍ୟତୋୟା ବୈତରଣୀ ନଦୀରେ ବୁଡ଼ ଦେଇ ଅଦା ସରୋବର ଦେହରେ କାଉଡ଼ିଆମାନେ ପାଣି ଭାର ବହି ଚାଲିଥାନ୍ତି ଶିବ ମନ୍ଦିର ଅଭିମୁଖେ। ଅନେକ ଆଶା, ଅନେକ ସ୍ୱପ୍ନ ନେଇ ପ୍ରଭୁ ଶିବଙ୍କ ଶରଣାପନ୍ନ ହୋଇ ମଥାରେ ପବିତ୍ର ଜଳ ଢାଳିବେ କାଉଡ଼ିଆ। ସେଥିପାଇଁ ମନ୍ଦିର ପ୍ରାଙ୍ଗଣରେ କାଉଡ଼ିଆମାନଙ୍କ ଗହଳି ଆଜି ମନ୍ଦିର ପ୍ରାଙ୍ଗଣକୁ ଭାରି ଭାରି କରିଦେଇଛି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।